ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ବିଗତ ଅଗଷ୍ଟ ମାସରୁ ରେଜିଷ୍ଟ୍ରେସନ ସମୟରୁ ବିଜୁ ଜନତା ଦଳ ବରଗଡ଼ରେ ବିଶେଷ ଭାବରେ ଯେହେତୁ ବରଗଡ଼ଟା ହେଉଛି ଓଡ଼ିଶାର ଭାତହାଣ୍ଡି ଏବଂ ଧାନ ପ୍ରକ୍ରୁରମେଣ୍ଟରେ ଆମେ ସମଗ୍ର ଓଡ଼ିଶାରେ ଆମର ସର୍ବାଧିକ ପ୍ରକ୍ରୁରମେଣ୍ଟ ବରଗଡ଼ ଜିଲ୍ଲାରେ ହୁଏ। ତ ଆମେ ବିଗତ ଅଗଷ୍ଟ ମାସରୁ ରାଜ୍ୟ ସରକାରଙ୍କୁ ଚେତାଇ ଦେଇକରି ଆସୁଛୁ। ରେଜିଷ୍ଟ୍ରେସନ ସମୟରେ ମଧ୍ୟ ବଂଶାବଳୀକୁ ନେଇକରି ବିଭିନ୍ନ ଆଇନ ତା ଦେହରେ ଲାଗୁ କରାଗଲା, ତାକୁ ନେଇକରି ମଧ୍ୟ ବ୍ୟାପକ ମାତ୍ରାରେ ଆମେ ବିରୋଧ କରିଥିଲୁ। କିଛିଟା ଚାଷୀ ଲେଫ୍ଟ ଆଉଟ୍ ହେଇଗଲେ ରେଜିଷ୍ଟ୍ରେସନରେ, ପାଖାପାଖି ବରଗଡ଼ ଜିଲ୍ଲାରୁ 5,000 ଉର୍ଦ୍ଧ୍ୱ ଚାଷୀ ଲେଫ୍ଟ ଆଉଟ୍ ହେଇଗଲେ, ତାକୁ ମଧ୍ୟ ନେଇକରି ରାଜରାସ୍ତାକୁ ଓହ୍ଲେଇଥିଲୁ। ଏବଂ ବିଗତ ଦିନରେ ଆମର ବରଗଡ଼ ଜିଲ୍ଲାର ଅତାବିରା ହଉ, କଟଲି ହଉ, ପଦ୍ମପୁର ହଉ, ବିଜେପୁର ହଉ, ସବୁ ନିର୍ବାଚନ ମଣ୍ଡଳୀରେ ଆମେ ବିକ୍ଷୋଭ ପ୍ରଦର୍ଶନ କରିଛୁ। ଆସନ୍ତାକାଲି 2 ତାରିଖ ସୋମବାର ଦିନ 10 ଘଣ୍ଟା ସମୟରେ ବରଗଡ଼ ଗାନ୍ଧୀ ଛକଠାରେ ଆମର ବିଶାଳ ସମାବେଶ ହେବାର ଯୋଜନା ରହିଛି ଏବଂ ଏଥିରେ ଆମର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ବଲାଙ୍ଗୀର କଳିକେଶ ସିଂହଦେଓ, ମାନ୍ୟବର ଆମର ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଆମର ଝାରସୁଗୁଡ଼ାର ନେତ୍ରୀ ଦୀପାଲି ଦାସ, ଆମର ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ ଏବଂ ଅନ୍ୟ ପାଖ ଜିଲ୍ଲାର ସମସ୍ତ ବିଜୁ ଜନତା ଦଳର ନେତୃମଣ୍ଡଳୀ ଯୋଗଦାନ କରିକି ଏହି ସମାବେଶକୁ ସମ୍ବୋଧିତ କରିବେ। ଏବଂ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ଯେଉଁ ରାଜ୍ୟ ସରକାର ଧାନ କିଣା ବିକା ତାଙ୍କର ଯେଉଁ ନୀତି ପ୍ରଣୟନ କରିଛନ୍ତି ସେଥିରେ ବହୁତ ତ୍ରୁଟି ରହିଛି। ଚାଷୀ କଟନୀ ଚଟନୀର ଶିକାର ହେଉଛନ୍ତି। ପାଖାପାଖି 7 କେଜିରୁ 10 କେଜି ପର୍ଯ୍ୟନ୍ତ ବିଭିନ୍ନ ମାର୍କେଟ ୟାର୍ଡରେ କଟନୀ ଚଟନୀ ହେଉଛି। ଚାଷୀକୁ ସିଲିଂ ଲଗାଇ ଦିଆଯାଇଛି, 150 କ୍ୱିଣ୍ଟାଲରୁ ଅଧିକା ଧାନ ଉଠିବ ନାହିଁ। ବିଭିନ୍ନ ପିପିସି ପ୍ରକ୍ରୁରମେଣ୍ଟ ସେଣ୍ଟର ମାନଙ୍କରେ ଦିନକୁ ଟାର୍ଗେଟ ଅଳ୍ପ ମାତ୍ରା ଦିଆହେଉଛି, କେଉଁ ମାର୍କେଟରେ 150 କ୍ୱିଣ୍ଟାଲ, କେଉଁ ମାର୍କେଟରେ 200 କ୍ୱିଣ୍ଟାଲ। ଏଭଳି ଭାବରେ ଯେଉଁ ପ୍ରକାରରେ ଚାଷୀକୁ ହଇରାଣ କରାହେଉଛି ତାର ପ୍ରତିବାଦରେ ଏବଂ ବିଗତ ଦିନରେ ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବରଗଡ଼ ଆସିଥିଲେ ଏବଂ ସେ ଜାଗାରେ ବିଭିନ୍ନ ଚାଷୀ ପ୍ରତିନିଧି ମଣ୍ଡଳୀ ଯେଉଁ ତାଙ୍କୁ ସାକ୍ଷାତ କଲା ସମୟରେ ସେ ଧାନ ଚାଷ ତମେ ବହୁତ କରୁଛ ତାକୁ କମ୍ କର କହିବାଟା ଗୋଟେ ହାସ୍ୟାସ୍ପଦ ଘଟଣା। ତାପରେ ଧନୁଯାତ୍ରା ସମୟରେ ଉପମୁଖ୍ୟମନ୍ତ୍ରୀ ଆସିକରି ଚାଷୀଙ୍କର ଆନ୍ଦୋଳନକୁ ନୌଟଙ୍କି କଲେ। ଯେଉଁଭଳି ଭାବରେ ସେମାନେ ତ ଏକରେ ଧାନ କିଣା ବିକା କରୁନାହାନ୍ତି, ଉଲ୍ଟା ମାନେ ଆସିକରି ଯେଉଁ ତାତ୍ସଲ୍ୟ କରୁଛନ୍ତି ଚାଷୀଙ୍କୁ, ସେଟା ନିଶ୍ଚିତ ଭାବରେ ନିନ୍ଦନୀୟ। ଏହାକୁ ନେଇକରି ରାଜରାସ୍ତାରେ ଆମେ ଓହ୍ଲେଇବୁ ଏବଂ ଆଗାମୀ ଦିନରେ ସରକାର ଯଦି ଆମର କଥାକୁ ଗୁରୁତ୍ୱ ନ ଦିଅନ୍ତି, ସରକାର ଯଦି ଆମର ଅଞ୍ଚଳର ଚାଷୀଙ୍କର ଯେହେତୁ ବରଗଡ଼ ଜିଲ୍ଲା କୃଷି ଅର୍ଥନୀତି ଉପରେ ଆଧାରିତ, ଯଦି ଚାଷୀଙ୍କର କଥାକୁ କର୍ଣ୍ଣପାତ ନ କରନ୍ତି ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ମାତ୍ରାରେ ରାଜରାସ୍ତାରେ ଆମେ କରିବୁ ଏବଂ ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଫେବୃଆରୀ ମାସର 24 ତାରିଖରେ ଭୁବନେଶ୍ୱରରେ ମଧ୍ୟ ଗୋଟେ ବିରାଟ ଆନ୍ଦୋଳନ